ଏବଂ ଯଦି କଟକ କଟକ କହିକି ଆମେ ପାଣି ପିଉନେ, ଆମେ ଛାତି ଫୁଲେଇ କହୁଛେ, ଆମ ଐତିହ୍ୟର ସୁରକ୍ଷା ଦରକାର। ସାଇ ସିଦ୍ଧାନ୍ତ ମିଶ୍ର ଜଣେ ସମାଜସେବୀ, ସେ କଟକର ଏ କଥାଟା ସେ ମୋବାଇଲରେ ଛାଡିଛନ୍ତି, ମୁଁ ଦେଖିଲି। ଆଜି କଟକ ଆସିଥିଲି, ଘର ମାହାଙ୍ଗା, ଦେଖିଲି ପ୍ରକୃତରେ ଏଇଟା ସେୟା ହେଇଛି କଣ। ବହୁତ ଥର ତ ଦେଖିଥିଲି, ଆଜି ପ୍ରକୃତରେ ଦେଖିଲି ଯେ ବାରବାଟୀ ଦୁର୍ଗ ଅନ୍ଧାରରେ ରହିଛି। ଯୋଉ ବାରବାଟୀର ପରିଚୟ ହଉଛି ଓଡିଶାର ଐତିହ୍ୟ ଏବଂ କଟକ ମହାନଗର ନିଗମର ଏମ୍ବ୍ଲେମରେ ବି ବାରବାଟୀ ଦୁର୍ଗର ଚିତ୍ର ଦିଆହେଇଛି। ବାରବାଟୀ ଦୁର୍ଗ କହି ଆମେ ଛାତି ଫୁଲେଇ ଭାଷଣ ଦଉଛେ, ପ୍ରକୃତରେ ସେ ଅନ୍ଧାରରେ ରହିଛି। ତା ଭିତରେ କଟକ କ୍ଲବ ଅଛି, ବହୁ ବିରାଟ ନାମଜାଦା ଲୋକ, ବରିଷ୍ଠ ଲୋକ, ଗରିଷ୍ଠ ଲୋକ ସମସ୍ତେ ତାର ସଦସ୍ୟ। ଆଉ ବଡ ବଡ ଅଫିସ ବି ଅଛି, ବଡ ବଡ ଅଫିସର ମାନେ ବି ରହୁଛନ୍ତି, ପଦାଧିକାରୀ। କାହାରି ନଜରକୁ କଣ ଆସୁନାହିଁ ବାରବାଟୀ ଦୁର୍ଗ ଏମିତି ଅନ୍ଧାରରେ ରହିଯାଇଛି। ତାର ମୁଖ୍ୟ ଦ୍ୱାର ଗୋଟେ ତୋରଣ ହେଇଛି କୃତ୍ରିମ ଭାବରେ, କେତେ ବର୍ଷ ହେଲା ହେଇଛି। ସେ ତୋରଣଟି ଗୋଟେ ଆଡୁଆଳ କରିଦଉଛି ମୁଖ୍ୟ ଦ୍ୱାରକୁ, ସେଇଟା ବି ଭାରି ଦୁଃଖ ଲାଗୁଛି। ଯେମିତି ଗୋଟେ ଓଢଣା ଟାଣିକିରି ନାରୀଟିଏ ରହିଯାଏ, କିନ୍ତୁ ବାରବାଟୀ ଦୁର୍ଗ ଗୋଟେ ଓଢଣା ଟାଣିକି ଲୁଚିକି ରହିଯାଇଛି ଅନ୍ଧାରରେ। ଇଏ ତୁରନ୍ତ ଦୂର ହେବା ଦରକାର। ଏବଂ ଯଦି କଟକ କଟକ କହିକି ଆମେ ପାଣି ପିଉନେ, ଆମେ ଛାତି ଫୁଲେଇ କହୁଛେ, ଆମ ଐତିହ୍ୟର ସୁରକ୍ଷା ଦରକାର ମାନେ ସେ ଜିନିଷଟା ଟିକେ ଲାଇଟ ଆଲୋକୀକରଣ ହବା ବାଞ୍ଛନୀୟ। ମୁଁ ଏତିକି ନିବେଦନ କରୁଛି ଉଚ୍ଚ କର୍ତ୍ତୃପକ୍ଷକୁ। ନାଇଁ, ଏକାଠି ତ ସବୁ ହଉଛନ୍ତି, କିନ୍ତୁ ଅନ୍ଧାରରେ ରହିଯାଇଛି ଜିନିଷଟା କଣ କାହାକୁ ଦେଖାଉନି। ମୁଁ ଭାବୁଛି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟକ୍ରମଟା ହଉନାହିଁ, ତାକୁ ଅନ୍ଧାରରେ ରଖିବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି ଏବଂ ନିଜେ ଆଲୋକିତ ହେଇକି ଆମର ଐତିହ୍ୟକୁ ଅନ୍ଧାରରେ ରଖୁଛନ୍ତି। ଏଇଟା ହଉଛି ମୂଳ କାରଣ।